ଆପଣଙ୍କର କାରଣ ମାନେ ମାନବିକତାର କାମ ହବ। ପୁରା ମାନବିକତା ଅଛି ସାର୍। ଆମର ପୁରା ବହୁତ ପିଲା ଅଛନ୍ତି, ଆମର ଗୋଟେ ଗ୍ୟାଙ୍ଗ ଅଛି, ଆମେ ଜାତିବାଦକୁ ପୁରାପୁରି ବିରୋଧ କରୁ ଆମେ ସାର୍। ଭଲ କଥା। ଜାତିବାଦ ଆନ୍ଦୋଳନରେ ଯଦି ଆପଣ ଦେଖିବେ, ଶୁଣନ୍ତୁ, ଜାତିବାଦ ଆନ୍ଦୋଳନ ଯଦି କଥା ଦେଖିବେ, ଦେଖିବେ ଜାତିବାଦୀ ହଉ କି ହେତୁବାଦୀ ଆନ୍ଦୋଳନ, ଯୋଉ ନ୍ୟାସନାଲିଜିମ ହଉ କି ଆଥିଇଜିମ ହଉ, ଆପଣ ସେ ଦେଖିବେ ବହୁତ ବ୍ରାହ୍ମଣ ଲୋକ ବହୁତ ଆଗରେ ଅଛନ୍ତି। ସେମାନେ ଯୋଉମାନେ ଜାତିବାଦର ବେନିଫିଟ ଲଉଛନ୍ତି ବ୍ରାହ୍ମଣ ଲୋକମାନେ, କିନ୍ତୁ ସେମାନେ ମଧ୍ୟ ତା ବିରୁଦ୍ଧରେ କହୁଛନ୍ତି ଏଇଟା ଭଲ ଜିନିଷ ନୁହଁ। କାହିଁକି ନା ସେମାନଙ୍କର ଜ୍ଞାନ ବଢିଛି ଯେ ଆକ୍ଚୁଆଲି ଏଇଟା ଭଲ ଜିନିଷ ନୁହଁ, ଦୁନିଆରେ ଏଇଟା କରିବା ଦ୍ୱାରା ଆମ ସମାଜର, ଦେଶର, ଲୋକଙ୍କର କ୍ଷତି ହଉଛି। ଜାତିବାଦ ଦ୍ୱାରା ବହୁତ କ୍ଷତି ହଉନି, ଆପଣଙ୍କର ସାମାଜିକ ଅର୍ଥନୈତିକ ଉନ୍ନତି ହବାର ଗୋଟେ ବଳିଷ୍ଠ ଗୋଟେ ମାନେ ପ୍ରତିବନ୍ଧକ ହଉଛି। ଜାତିବାଦ ଯୋଗୁଁ ଯୋଉ ଲୋକ ଆଜ୍ଞା ଯୋଉଟା କରିବାର ଆବିଲିଟି କ୍ୱାଲିଟି ଅଛି ସେ ସେଟା କରିପାରୁନି, ସେ ବାଧିକ ହେଇକି ପଛରେ ରହୁଛି। ତାକୁ ଲୋକ ଗୋଟେ ଆପଣଙ୍କ ଏରିଆରେ ଯଦି ଦଳିତ ଲୋକ, ମୁଁ ଜାଣିଛି ବରଗଡ଼ ସମ୍ବଲପୁରରେ କାଷ୍ଟିଜମ ଟା ଟିକେ କମ ଅଛି, ମୁଁ କହୁଛି ନାହିଁ ବୋଲି କହୁନି, କମ୍ପେୟାର ଟୁ ଓଡିଶାର କୋଷ୍ଟାଲ ବେଲ୍ଟ ଏରିଆ, ପୁରୀ ଏପଟ ଖୋର୍ଦ୍ଧା ଏରିଆ ଅପେକ୍ଷା ସେପଟେ କମ ଅଛି, ସେଫ୍ଟି କମ ଅଛି, ବାଲେଶ୍ୱର ପଟେ କମ ଅଛି, ଅଛି କିନ୍ତୁ ନାହିଁ ବୋଲି ନୁହେଁ, ଅଛି କିନ୍ତୁ କମ ଅଛି କମ୍ପାରିଟିଭଲି। ସାର୍ ଆପଣ କହିଲେ ଠିକ ଅଛି, ସେଟା ତ ଠିକ କଥା, କିନ୍ତୁ ଏବେ ଭାରତ ବର୍ଷ ଯୋଉଠିକି ଯାଅ ଆପଣ ଯଦି ପଚାରିବେ ନା, ଯେପର୍ଯ୍ୟନ୍ତ ଆପଣଙ୍କ ପୁରା ନାଁ ଟା ନ ଶୁଣିଛନ୍ତି ସେ ତାଙ୍କ ମନରେ ସାଟିସ୍ଫାକ୍ସନ ମିଳିବ ନାହିଁ। କାହିଁକିନା ସେ ହଁ କଣ ପୁରା ନାଁ ମାନେ ଜାଣିପାରୁଛନ୍ତି କଣ ଶୁଣିବା ପାଇଁ ଚାହୁଁଥିଲେ, ବୁଝିପାରିଲେ? ଆଜ୍ଞା। ଭାରତର ପ୍ରତ୍ୟେକ ଲୋକର ଜାତି ଜାଣିବାକୁ ଭାରି ଉତ୍ସୁକ, ହଁ ସେ ଛୋଟ ସେଟା ଜାତି ହଉ ବଡ ଜାତି ହଉ। ବେଶୀ ଖରାପ ଲାଗେ। ସେ ତାପରେ ଯଦି ସେ ନାଁରୁ ଜାଣିପାରିବନି, ସେଠୁ ଗାଁ ପଚାରିବ, ବାପା ନାଁ ପଚାରିବ, ତାପରେ କଣ କରନ୍ତି ବୁଲେଇ ବଙ୍କେଇ କେତେ କଥା ସେ ପଚାରିବ ତା ଭିତରେ ଯାଇକି। ସାରେ ମୋର ଗୋଟେ କଥା ମୋର ମନେ ଅଛି, ସେତେବେଳେ ଟାଇମରେ ମାନେ ଏତେ ଦୋକାନ ବଜାର ତ ନଥାଏ, ମୁଁ 18-20 ବର୍ଷ ତଳ କଥା କହୁଛି, 18 ବର୍ଷ ତଳ କଥା। ମୁଁ ଗୋଟେ ଜାଗାକୁ ଯାଉଥାଏ, ଆକ୍ଚୁଆଲି ଲମ୍ବା ରାସ୍ତାଟା ଥିଲା, ନିଛାଟିଆ ଟା, କିନ୍ତୁ ସେଠି ଦୋକାନ ବଜାର ନାହିଁ, କିନ୍ତୁ ଟ୍ୟୁବଲ ଜଣକର ଥିଲା ସେଠି, ଜଣକର ବୋଧେ ସରକାର ଟ୍ୟୁବଲ ପାଣି ଫାଣି ନଉଥିଲେ, କିନ୍ତୁ ପିଇବା ପାଇଁ ଆମ ପାଇଁ ସାଧନ ନଥିଲା, କଣ କୋଉଠି ଆଣି ପିଇବୁ ବୋଲି। କିନ୍ତୁ ମତେ ପାଣି ମାଗିବାକୁ ଗଲୁ, ସେ ଆଗେ ପଚାରିଲେ କୋଉଠିକି ଯିବ ପୁଅ ହେଲା, ବୁଝିପାରିଲ? ତାପରେ କହିଲେ ଆମେ ଏଇ ଗାଁରେ କୋଉଠିକି ଯିବ, ସେଇଠି କହିଲୁ। ତାପରେ ସେ ଜାଣିଛନ୍ତି ଆମର କଣ କୋଉ ଏରିଆ, କୋଉ ସାହି, କଣ କୋଉ ବସ୍ତି, ସବୁ ଯେତେବେଳେ କହିଲୁ ସେ କଣ କଲେ, ଯାହା ପାଣି ଦଉଥିଲେ ହାତରେ, ମାନେ ଦେବାକୁ ଚେଷ୍ଟା କରୁଥିଲେ ଗିଲାସ ଫିଲାସ କିଛି ଅଛି ଇଏ ପାତ୍ରରେ, ସେ ମାନେ ଦେଲେ କିନ୍ତୁ ତାକୁ ଟେକିକି ଦେଲେ, କହିଲେ ହାତରେ ଆଞ୍ଜୁଳା କରି ପିଅ। ବୁଝିପାରୁଛ ଏଇ ଯୋଉ ଘଟଣାଟି ମୁଁ କହୁଛି, ଏ ସବୁ ଆମେ ଭୋଗିଛୁ। ସେସବୁ ଜିନିଷ ତ ଆମେ ବି ଦେଖିଛୁ, ସହରରେ ରହିକି ଦେଖିଛୁ। ସାର୍ ମୁଁ ଟିକେ ରଖିବି ସାର୍। ଓକେ ଓକେ, ହଁ ଠିକ ଅଛି। ଆଜ୍ଞା ସାର୍, ନମସ୍କାର ସାର୍। ନମସ୍କାର ନମସ୍କାର। ଥ୍ୟାଙ୍କ ୟୁ। ଓକେ। ଆଉ ଏଇ ଆମ ରିଆଲିଟି ସାରଙ୍କୁ କିଛି କହିବାକୁ ଦିଅ, ସାର୍ କିଛି କୁହନ୍ତୁ। ହ୍ୟାଲୋ। ରିଆଲିଟି ସାର୍ ଅନମ୍ୟୁଟ ହ୍ୟାଲୋ କରନ୍ତୁ। ସାର୍। ହଁ, ଆପଣମାନେ ତ ଡିସ୍କସନ କଲେଣି। ସେ ଯୋଉ ଭଦ୍ରଲୋକ ଆସିଥିଲେ ସେ କହୁଥିଲେ ଯେ ମୁଁ ଯାଇକି ମାନେ ଦଳିତ ଘରେ ଖାଇଦେଲି। ଏଇଟା ତ ପ୍ରାକ୍ଟିସ ଆପଣ ଦେଖୁଥିବେ, ଯେତେବେଳେ ଇଲେକ୍ସନ ହଉଛି, ଯୋଉମାନେ ଅଛନ୍ତି ରାଜନେତା ମାନେ, ସେମାନେ ଯାଇକି ଦଳିତ ଘରେ ଖାଇଦେବେ। ସେ ଦଳିତ ମାନେ ତା ଘରେ ସେ ରୋଷେଇ କରୁ, ନଚେତ ବାହାରୁ କିଣିକି ଆଣୁ, ଖାଇଦେବେ। ଆଉ ଲୋକ ଜାଣିବେ ଯେ ଦେଖ ଇଏ କେତେ ଉଦାର ଲୋକ, କେତେ ମହାନ ବ୍ୟକ୍ତି, ଯାଇକି ଦଳିତ ଘରେ ଖାଇଦେଲେ। କିନ୍ତୁ ଯେତେବେଳେ ପୁଣି ଇଲେକ୍ସନ ଜିତିଯିବେ, ସେ ତାକୁ ଦଳିତକୁ ଦଳିତ ହିଁ ଜାଗା ରଖିବେ ନା। ତେଣୁ ଯଦି ଗୋଟେ ସମଭାବ ମଣିଷ ମନରେ ଆସିବା ଦରକାର, ଯେ ଆଜି ଆମ ସମାଜରେ ଯୋଉ ଭେଦଭାବ ଚାଲିଛି, ଏଇ ଭେଦଭାବକୁ ଯଦି ଦୂରେଇବା ଦରକାର, ତାହେଲେ ଯୋଉମାନେ ମୁଖ୍ୟ ସ୍ତରରେ ଅଛନ୍ତି, ମୁଖ୍ୟ ସ୍ରୋତରେ ଅଛନ୍ତି ସମାଜର, ସେମାନେ ଏଇଟା ଆରମ୍ଭ କରିବା ଦରକାର। ଯଦି ସେମାନେ ଚେଷ୍ଟା କରିବେ ତାହେଲେ ନିଶ୍ଚିତ ଭାବରେ ଏଇଟା ହେଇଯାନ୍ତା। କିନ୍ତୁ ଗୋଟେ ନିମ୍ନ ସ୍ତରରେ ଲୋକଟା ଥିବା ଭିତରେ ସେ କିଛି କରିପାରିବନି। ଆଜି ଯେମିତି ଆମର ସରକାର ଅଛି, ଆମର ଦେଶରେ ହଉ, ଆମ ରାଜ୍ୟରେ ହଉ, ଆଜି ମାନେ ପ୍ରତ୍ୟେକ କ୍ଷେତ୍ରରେ ସେମାନେ କେବଳ ମନୁସ୍ମୃତିକୁ ଲାଗୁ କରୁଛନ୍ତି। ଯେହେତୁ ଆମ ଦେଶରେ ସମ୍ବିଧାନ 1950 ମସିହାରୁ ଲାଗୁ ହେଲାଣି, ଆଜି ପର୍ଯ୍ୟନ୍ତ ମଧ୍ୟ ସମ୍ବିଧାନ ବିଷୟରେ ମାନେ ବହୁତ କମ ଲୋକ ଜାଣୁଛନ୍ତି। ଯଦି ଆପଣ ଲୋକମାନଙ୍କୁ ପଚାରିବେ ତମ ଘରେ ରାମାୟଣ ଅଛି, ହଁ କହିବେ, ମହାଭାରତ ଅଛି, ହଁ କହିବେ, ଭାଗବତ ଅଛି, ଗୀତା ଅଛି, ସବୁ ହଁ କହିବେ, କୋରାନ ଅଛି, ହଁ କହିବେ, ବାଇବେଲ ଅଛି, ହଁ କହିବେ। କିନ୍ତୁ ସମ୍ବିଧାନ ପ୍ରାୟ ବିଶେଷ ଲୋକଙ୍କ ଘରେ ନଥିବ। କାହିଁକି?
जो संविधान लगी आज आम देश चली आमर जहाँ भी दरकार हेले आम कोर्ट जापर जहाँ दरकार आम पुलिस पाक जापर किंतु से जिनस गुड़ाक जहाँ आम सांविधानिक जिनस लगी आम देश लोक तार माने फायदा नौ तार लाभ नौ कि से विषय जानी ना संविधान कौन हाँ आप देखुवे विशेष करके आमर माने ओडिशा लोक मान भी कहया चाहूँगी जे समस्त गोटे धार्मिक भाव धर्म माने कौन प्रथम तो धर्म माने कौन जब आम से विषय बुझीपर मनुष्य धर्म ये गोटे मानविकता ना खाली मंदिर को जाकि गोटे पत्थर मूर्ति आगे जो पत्थर मूर्ति को आम निजे तैयारी करते आगे बसिक आम माने लुह बुहाइबा कि आमको धन संपत्ति दरकार स्वास्थ्य दरकार आमर सब कम हो सी आण कौटू कि से धार्मिक भावना लगी आज आम बहुत पछर अच्छे आम विज्ञान माने विज्ञान प्रत्येक जिनिस को प्रत्येक सेकेंड रे व्यवहार करते विज्ञान विषय आमर कहार चिंताधारा ना आज जदि विज्ञान न था आज आम ये पहुंची पार न बुझिपारे तेना लोक मन में आसा दरकार जे विज्ञान आमर प्रथम धर्म हूँ मानविकता जदि जड़े गोटे मनीष माने तार दुख अच्छी कष्ट अच्छी आम साहाଯ୍य करें आमर धर्म किसी कम देलानी आपण मैंने देखी थे कटक जो हिंसा चलता माने दुर्गा विसर्जन को केंद्र करी खाली मुझे सबू जो निज को हिंदू कहता लोक भाई माने मोर गोटे प्रश्न पचार चाहूँगी माने सतरे ईश्वर सब किसी ताहले प्रथम तो ईश्वर को कह निज मंदिर टा निर्माण करने करें से मुसलमान भाई भाई मत कहूँ जदि से कहते आला सब कर आला को तो कह तुम प्रथम तुम मस्जिद तैयारी कर ये करें जो मैंने निजक ईसाई कहते ख्रीस्टियान कहते से मोर अनुरोध प्रथम तो तुम जीशु कृष्ण को से चर्च टा तैयारी कर देखु से सिख भाई मान को भी कह चाहूँगी प्रथम तुम मान गुरु को कहतु गुरुद्वार तैयारी करने तो जदिव से किसी ना शक्ति ये तो मंदिर मस्जिद चर्च गुरुद्वार तो गोटे बहुत बड़ा कथा साधारण सूची तैयारी करें और जदिव करें ना कहीं मनीष मान मध्य एत तिक्तता एत घृणा एत अस्पृश्यता एत धर्षण कौन मनीष ही मनीष को रक्तदान दे पार मनीष मनीष को स्नेह प्रेम साहय सब किसी करें गोटे पत्थर मूर्ति करें कौन सी अलौकिक शक्ति करें से जिनस को नहीं आज मनीष समाज रे जो अस्पृश्यता घृणा चली ये कहीं चलती को बंद कहीं आम कर कहीं आम जिते दिन पर्यंत कर्म न करवा आम जदि किसी न करवा आमको किसी भी मिलनी कौन सी ईश्वर आला गुरु किंबा जीशु कहीं क्या दे पारती तेणु मनीष मन में ये गोटे प्रश्न आसा दरकार जे आज आमको कर्म करने दरकार मानव समाज गोटे समानता रखा दरकार किंतु ये जिनटा को करे दौना कहीं जो मैंने शासन अच्छा जानी शुणी जिनटा कर देखुए जो इलेक्शन जो आमर निर्वाचन होची समय कौन हो हिंदू मुसलमान किंतु जो निर्वाचन शेष हो गला पुणी आम आस कौटी सी जाति एससी एसटी ओबीसी इत्यादि इत्यादि ताले यहाँ भाविया दरकार लोक मैंने आम कौन करुचे आम जदि समस्ते मनीष ताले ये जाति भेद वर्ण ये सब रहा कौन दरकार किसी रहा दरकार सर जन गेस्ट जोड़ी हो गला क्वेश्चन नबा उत्तर देवे अच्छा निश्चित हिडन टैलेंट आपन को वेलकम हम चैनल रे अनम्यूट करंतु कोंतु कोन हाँ नमस्कार जेति कि हमर अछंती बड़ बड़ सार माने समस्त को नमस्कार जानुछि आ जय भीम नमो बुद्धाय सार मु ओके जय सार को किसी कहवा पाई चाहते सार मु केउंझर डिस्ट्रिक्ट कहतले सार ठीक आउ अछि तापरे आज्ञा ठीक है केउंझर आपण कोन डिस्ट्रिक्ट क्वेश्चन अछि किछि क्वेश्चन अछि कि एमती आपण जॉइन हेतले ठीक है ना अछि यदि पचारंदो गाना आ जण अछंती
ଗେଷ୍ଟ ତାଙ୍କୁ ଯୋଡ଼ିବା। କୁହନ୍ତୁ ଆଜ୍ଞା ଆପଣ କୋଶ୍ଚିନ୍ ଟା କୁହନ୍ତୁ ନହେଲେ। ହଁ ସାର୍ ଯୋଉ